ଆଉ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଜଲ୍ଦି କରି ସବସ୍କ୍ରାଇବ କରିଦିଅନ୍ତୁ। ଆଉ ନୂଆ ନୂଆ ଭିଡିଓ ବି ଆପଣ ମୋର ଆସେ ଦେଖିବେ, କାହିଁକିନା ମୁଁ ଗୋଟେ ନୂଆ ୟୁଟ୍ୟୁବର ନୂଆ ଷ୍ଟାର୍ଟ କରିଛି, ତ ଆପଣ ମାନଙ୍କ ଟିକେ ସପୋର୍ଟ ଦରକାର। ଆଉ ଗୋଟେ ଭଲ ପାଇବା ହେଲେ ମୁଁ ଟିକେ ଆଗକୁ ବଢିପାରିବି। ଚାଲନ୍ତୁ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ଆଜି ଆଉ ଗୋଟେ ନୂଆ ବ୍ଲଗରେ ଆଜି ଆପଣ ମାନଙ୍କୁ ମୁଁ ଦେଖେଇବି। ଆଜି ମୁଁ ସକାଳୁ ରେଡି ହେଇଥିଲି ଯିବି ବୋଲି କୋଉଠି ଚୁଟି ଫୁଟି କାଟିବା ପାଇଁ, କିନ୍ତୁ ଯୋଉ ଭଳିଆ ବର୍ଷା ଟିକେ ଆପଣ ଦେଖନ୍ତୁ। ଦେଖନ୍ତୁ ବର୍ଷା କୋଉ ରେଟରେ ହଉଛି ଆପଣ ଟିକେ ଦେଖନ୍ତୁ। ପାଣି ଦେଖନ୍ତୁ ଆମ କଲୋନୀରେ, ପାଣି ଟିକେ ଲକ୍ଷ୍ୟ କରନ୍ତୁ କି ପାଣି। କହିବେ ତ ସମୁଦ୍ର ଆଉ। ଏପଟରୁ 100 ମିଟର ହେଲା ମେନ ରୋଡ କୁ ଯିବା ପାଇଁ ରୋଡ ଟା, ସେଇପଟରେ ସେପଟେ ପାଣି ଦେଖୁନୁ, ଏପଟେ କଣ ସୁଅ ଚାଲୁଛି ଆମ ଏରିଆରେ ଦେଖନ୍ତୁ। ଆଉ ସେ ଚାଲିଛି ସବୁଆଡେ ପାଣି, ବର୍ଷା ବି ଏଯାଏଁ ହଉଛି। ପାଗ ବି ଦେଖନ୍ତୁ ସେଇଭଳିଆ ପାଗ, ପୁରା ଥଣ୍ଡା ପାଗ। ମୁଁ ବି ଆଜି ଲେଟ ରେ ଉଠିଲି, 11ଟା ପାଖାପାଖିରେ ଉଠିଲି। ଆଉ ଚାଲନ୍ତୁ ଦେଖନ୍ତୁ ଆମ ଘର ସବୁ କଣ ହେଇଛି, ମାନେ ସବୁ ବର୍ଷା ହେଇକି କଣ କଣ ସବୁ ହେଇଯାଇଛି ଦେଖନ୍ତୁ। ମାନେ ସବୁ ଛିନ ଛତ୍ର ହେଇ ପଡିଯାଇଛି, ପୁରା ପାଣି ସବୁଆଡେ ଖାଲି ପାଣି ପାଣି। ଆଉ ଆମ ଘର ବି ଆପଣ ଦେଖନ୍ତୁ, ଆମ ଘର ଭିତରେ ବି ପାଣି ପ୍ରବଳ। ଆପଣ ଦେଖୁଛି ଗୋଟେ ମୋ ଘରେ ବି ପାଣି ଦେଖନ୍ତୁ। ଆମ ଘରେ ଆଡେ ଟିକେ ଲକ୍ଷ୍ୟ କରନ୍ତୁ କି ପାଣି। ଦେଖନ୍ତୁ ମାନେ ପାଣି ଏଇଭଳିଆ ସବୁବେଳେ, ମାନେ ପ୍ରତିବର୍ଷ ଏଇଆଡେ ଟିକେ ମାନେ ଟିକେ ବର୍ଷା ହେଲେ ବି ପାଣି ଏଇଭଳିଆ ଘର ସାରା ପାଣି। ଆପଣ ଦେଖୁନ ମୋ ଗୋଡ ଟିକେ ଲକ୍ଷ୍ୟ କରନ୍ତୁ, କେତେ କେତେ ହାଇଟ ର ପାଣି ଟିକେ ହେଇଛି। ଜାଣିପାରିଲେ ତ, ମାନେ ଏଇଭଳିଆ ସବୁବେଳେ ଏଇଭଳିଆ ହିଁ ପାଣି ହଉଛି। ଆଉ ତାକୁ କଣ କରିବା, ପାଣି ବ୍ୟବସ୍ଥା ଆମର ସବୁବେଳେ କରାହେଲା ପରେ ବି ତାପରେ ଏଇଭଳିଆ ସବୁବେଳେ ପାଣି।